ଆଜ୍ଞା କିଛି କଥା ନାହିଁ। ଆଉ ଗତକାଲି ରାତିରେ ହଠାତ୍ ପ୍ରଭୁ ସ୍ୱପ୍ନ ଦେଲେ ଏମିତି ଦେଖା କର ଆସ। ଆଉ ଏମିତି ସମସ୍ତେ ତ ମୁଁ ଭାବିଲି ଗାଡ଼ିରେ ଯାଉଛନ୍ତି, କିଏ ଯାଉଛନ୍ତି ଟ୍ରେନରେ, କିଏ ଯାଉଛନ୍ତି ବସରେ। ମୁଁ ମୋ ମନରୁ ଭାବିଲି ଯେ ସମସ୍ତେ ଯାଉଛନ୍ତି। ମୁଁ ମାମୁଁକୁ କହିଲି ଚାଲ ମାମୁଁ ଆଜି ଆମେ ଯିବା, ମୋତେ ତ ଠାକୁର ସ୍ୱପ୍ନ ଦୋଷ ଦେଇଛନ୍ତି। ଆଉ ଜଗନ୍ନାଥ ଆଉ ଆମେ ଚାଲି ଚାଲି ଯିବା। କେତେ ଦିନ ଲାଗୁଛି ଲାଗୁ, ପହଞ୍ଚିବା ପଛେ ଚାଲ କହିଲି। ମୁଁ ମାମୁଁକୁ ଡାକିଲି ଆଉ ହଁ ସାଙ୍ଗେ ସାଙ୍ଗେ ସକାଳୁ ରେଡି ହେବା ପାଇଁ ଟିକେ ଲେଟ୍ ହେଲା, ବରଂ ମାଙ୍କୁ ଦର୍ଶନ କରି ମୁଣ୍ଡିଆ ମାରି ଘଟଣାରୁ ଆମେ ଚାଲିଛୁ ଅଭିମୁଖେ ପଦଯାତ୍ରା ପୁରୀ ଆଉ। ଏମିତି ସ୍ୱପ୍ନ ଆଦେଶ ହେଲା ଆଉ ଠାକୁରଙ୍କ ପାଖରୁ ଆଉ ଆମେ ଜଗନ୍ନାଥଙ୍କ ଦର୍ଶନ କରି ଚାଲି ଚାଲି ମା ମନ୍ଦିର ଯାଇକି ଦର୍ଶନ କରିବୁ। କେତେ ଦିନ ଲାଗିବ ଆଉ କେମିତି ଜାଣିବୁ? 350 କିଲୋମିଟର ତ ହଉଛି, ଚାଲି ଚାଲି ଯିବୁ, ତେଣିକି ଯେତେ ଦିନ ଲାଗିବ ଆଉ ଜଗନ୍ନାଥଙ୍କ ଦର୍ଶନ କରତେ ଇଚ୍ଛା ହେଲା ଯିବା ପାଇଁ ପୁରୀ ଆଉ। ହଁ ବସ ରେ ତ ଲୋକ ସମସ୍ତେ ଯାଉଛନ୍ତି, ବସ ରେ ବାଇକ ରେ ସମସ୍ତେ ଯାଉଛନ୍ତି। ଆମର ମନ ହେଲା ନା ଇଚ୍ଛା ହେଲା ପ୍ରଭୁଙ୍କୁ ଆମେ ଚାଲି ଚାଲି ଯିବୁ ଠାକୁରଙ୍କ ପାଖକୁ ଦର୍ଶନ କରି।